OTN TV खबर नुहे विश्वासर स्वर। सिद्ध मठठारे सिद्ध बाबांकर 3 दिवसीय मकर मेला आरंभ होइछे। हाटडी ब्लॉक अंतर्गत पढ़ियारपल्ली ग्राम पंचायत अधीन सबुजमा भरा वृक्षराजी गिरी गोवर्धन गोबरा पहाड़ शीर्षठारु आरंभ करी पाददेश पर्यंत श्री सिद्ध बाबांकर 3 दिवसीय वार्षिक मकर मेला आरंभ होइछे। ଏହି ଅବସରରେ ପଢ଼ିଆରପଲ୍ଲି ଗ୍ରାମର କେତେକ ବରିଷ୍ଠ ଏବଂ ବିଶିଷ୍ଟ ଯୁବ ଗୋଷ୍ଠୀ ତଥା ବୃନ୍ଦାବନ ରାଉତ, ଜଗନ୍ନାଥ ପାତ୍ର, ପୂର୍ଣ୍ଣଚନ୍ଦ୍ର ପାତ୍ର, ହରିହର ସାହୁ, ମାର୍କଣ୍ଡ ସାହୁ, ରଣଜିତ ରାଉତ, ପ୍ରମୋଦ କୁମାର ରାଉତ, ଭିକାରୀ ପାତ୍ର, ରିଙ୍କୁ ରାଉତ, ଶାନ୍ତନୁ ଜେନା ଆଦି ବିଶିଷ୍ଟ ବ୍ୟକ୍ତିମାନେ ଶ୍ରୀ ସିଦ୍ଧ ବାବାଙ୍କର ଶ୍ରୀ ଶ୍ରୀ ରାମଚନ୍ଦ୍ର ମହାପ୍ରଭୁଙ୍କର ପୂଜାର୍ଚ୍ଚନା କରିବା ସହିତ ରାମଚରିତ ମାନସ ପାରାୟଣ ପାଠ କରିଛନ୍ତି ଏବଂ ବିଶିଷ୍ଟ ପଣ୍ଡିତମାନଙ୍କ ଦ୍ୱାରା ପୂଜାପାଠ ଆରମ୍ଭ କରିଛନ୍ତି। ଏହି ଅବସରରେ ହଜାର ହଜାର ଭକ୍ତମାନଙ୍କର ଗହଣରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ACB ଫାଉଣ୍ଡେସନ କାହାଳିଆ ଗଡ଼ିଆ କେନ୍ଦୁଝରଙ୍କ ତରଫରୁ ପ୍ରସାଦ ସେବନ ବନ୍ଦୋବସ୍ତ ଏବଂ ପାନୀୟ ଜଳର ବଣ୍ଟନ ବନ୍ଦୋବସ୍ତ କରାଯାଇଛି। ଏହି ବଣ୍ଟନରେ ACB ଫାଉଣ୍ଡେସନ କାହାଳିଆ ଗଡ଼ିଆର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଅଲେଖ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଉପଦେଷ୍ଟା ଅର୍ଜୁନ ଚରଣ ଶତପଥୀ, କର୍ମକର୍ତ୍ତା ଯଥା ଆନନ୍ଦ ଚନ୍ଦ୍ର ରାଉତ, ପରଶୁରାମ ରାଉତ, ଗୋପୀନାଥ ପାଢ଼ୀ, ସୁରେନ୍ଦ୍ର କୁମାର ବେହେରା ଆଦି ସହଯୋଗ କରିଛନ୍ତି। महिला स्वयंसहायक गोष्ठी तरफ हस्त सामग्री स्टल और विभिन्न कंढे दुकान और छोटमोट कौतुकपूर्ण खेल स्टल आदि शह शह दुकान स्थानटी बेस गहलचल होइछि। ब्यूरो रिपोर्ट OTN TV। Like, comment, and subscribe.